নমস্কার, জয় জগন্নাথ। ମୋର ଜନ୍ମ ହେବା ପରଠୁ କେବେ ପୁରୀକୁ ଆସିନଥିଲି। ଆଜି ପ୍ରଥମ ଥର ପାଇଁ 2025ରେ ମୁଁ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀକୁ ଆସିଛି। ଏତେ ଶହ ଶହ ହଜାର ହଜାର ଭକ୍ତଙ୍କ ଭିଡ଼ ଥାଇ ମଧ୍ୟ ପ୍ରଭୁଙ୍କୁ ଦର୍ଶନ ପାଇଲି ଆଉ ମୁଁ ବହୁତ ଖୁସି। ହେଲେ ମୁଁ ଦୁଃଖିତ ଏଥିପାଇଁ ଯେ ସେଇ ହଜାର ହଜାର ଭକ୍ତମାନଙ୍କ ଭିଡ଼ ଭିତରେ ମୋ ଆଖି ସାମ୍ନାରେ ଗୋଟେ ଏମିତିକା ଅଘଟଣା ଘଟିଲା। ସେଠି ଗୋଟେ ପୁଅ ଭିଡର ଫାଇଦା ଉଠେଇ ଗୋଟେ ଝିଅର ପ୍ରାଇଭେଟ ପାର୍ଟରେ ହାତ ମାରୁଥିଲେ। ହଁ ମାନୁଛି ଭିଡ ଭିତରେ ଅଜାଣତରେ ବାଜିବା ଅଲଗା କଥା, ହେଲେ ସେ ଜାଣି ଶୁଣି ଏମିତିକା କାମ କରୁଥିଲା ଯୋଉଟା କି ମତେ ଜମାରୁ ଭଲ ଲାଗିଲାନି। ସେମିତି ଏ ଭିଡ ଭିତରେ କେତେ ଯେମିତିକା ଅଘଟଣା ଘଟୁଛି ସେ ପ୍ରଭୁ ଜଗାଙ୍କ ଛଡା କିଏ ବା ଦେଖୁଛି, କିଏ ବା ଜାଣୁଛି। ଏହାଠୁ ଭଲ ତ ଗାଁ ମାନଙ୍କରେ ହଉଥିବା ରଥଯାତ୍ରା, ଯେଉଁଠି ଆଖପାଖ ସବୁ ଗାଁର ଲୋକମାନେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସନ୍ତି। ଭିଡ ବି ହୁଏ, ହେଲେ ଏମିତିକା ଅଘଟଣା କେବେ ଘଟିବାର ଦେଖିବାକୁ ମିଳିନାହିଁ କି ଶୁଣିବାକୁ ବି ପାଇନୁ ଆମେ। ହଁ ମାନୁଛି କିଛି ପିଲା ଏମିତି ଅଛନ୍ତି ଯୋଉମାନେ କି କମେଣ୍ଟ ପାସ୍ କରନ୍ତି, ଲାଇନ ମାରନ୍ତି, ହେଲେ କୌଣସି ଝିଅ ସହିତ ଏମିତିକା ଦୁର୍ବ୍ୟବହାର ଏପର୍ଯ୍ୟନ୍ତ କରିନାହାନ୍ତି। ଭାଇ, ଅଲଗା ଜାଗାରେ ଏମିତିକା ଘଟଣା ଘଟୁଥିବ ସେଇଟା ଅଲଗା କଥା, କି ତମେ କରୁଥିବ ସେଇଟା ଅଲଗା କଥା, ହେଲେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସି ତମେ ଏମିତିକା କାମ କରୁଛ ସେଇଟା କଦାପି ଠିକ ନୁହଁ। ଜମାରୁ ଭଲ କାମ ନୁହଁ ଭାଇ। ବଦଳି ଯାଅ, କାହିଁକି ନା ତୁମ ଘରେ ମା ଭଉଣୀ ଥାଇପାରନ୍ତି, ତୁମ ସ୍ତ୍ରୀ ବି ଥାଇପାରନ୍ତି, କି ତୁମ ଭବିଷ୍ୟତରେ ଯଦି ଝିଅ ପିଲା ବି ହେଲା ତା ସହିତ ଯଦି ଏମିତି ହେଲା ତାହେଲେ ତମେ କଣ କରିବ? ତମେ ହାତରେ ରିକ୍ୱେଷ୍ଟ କରୁଛି, ଅନୁରୋଧ କରୁଛି, ଏସବୁ କାମ ଛାଡି ଦିଅ, ବଦଳି ଯାଅ। ଜୟ ଜଗନ୍ନାଥ।